Hello, my dear students. Welcome back to Social Educational by Smriti. ଆଜି ଆମେ କ୍ଲାସ୍ 9th ର ସାଇନ୍ସ ଚାପ୍ଟର 1 ଜୈବ ବିବିଧତା ବା ତାର ବାୟୋଡାଇଭର୍ସିଟି ଉପରେ ବ୍ରିଫଲି ପଢିବା ବୁଝିବା ଆଉ ବାୟୋଡାଇଭର୍ସିଟି ବୁଝେଇବା ପାଇଁ ମୁଁ ଆର ଗୋଟେ ଆନିମେସନ ଭିଡିଓ ବି ଦେଖେଇବି ଆଉ ଏଇ ପାଠର ଶେଷରେ ଆମେ ଆର ଇମ୍ପୋର୍ଟାଣ୍ଟ ଏମସିକ୍ୟୁ ମଧ୍ୟ ପ୍ରାକ୍ଟିସ କରିବା ତ ଭିଡିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ନିହାତି ଦେଖିବେ ତ ଚାଲ ପିଲେ ଷ୍ଟାର୍ଟ କରିବା। ପିଲାଏ ତୁମେ କେବେ ଲକ୍ଷ୍ୟ କରିଛ ଯେ ଆମେ ପରିବେଶରେ ଥିବା ଜୀବମାନଙ୍କ ମଧ୍ୟରେ କେତେ ସାମଞ୍ଜସ୍ୟ ଅଥବା ବିବିଧତା ଅଛି। ବିବିଧତା ଅର୍ଥ ଇଂଲିଶରେ ଡାଇଭରସିଟି ବୋଲି କହୁଛନ୍ତି, ବୁଝିଲା। ତ ଆମ ପରିବେଶରେ ସବୁ ଯୋଉ ଜୀବ ମାନେ ଅଛନ୍ତି ଯେପରିକି ଛୋଟ ପିମ୍ପୁଡ଼ି ଠାରୁ ଆରମ୍ଭ କରିକି ବେଙ୍ଗ, ସାପ, ପକ୍ଷୀ, ତାପରେ ଆମ ମନୁଷ୍ୟ, ତା ପୂର୍ବରୁ ବି ବହୁତ ଛୋଟ ଛୋଟ ଯେମିତିକି ଏକକୋଷୀୟ ପ୍ରାଣୀ ଆମେ ଜାଣିଛନ୍ତି ଏମିବା ଅଷ୍ଟମ ଶ୍ରେଣୀରେ ଆମେ ପଢିଛନ୍ତି। ତ ଏ ଛୋଟ କୋଷରୁ ଏକ କୋଷୀରୁ କେମିତି ବହୁ କୋଷ ହେଲା ଆଉ କେମିତି ଡେଭଲପ ହେଇ ଚାଲିଲା ପ୍ରାଣୀ ମାନଙ୍କ ଶରୀରରେ, ତ ସେ ସବୁ ଆମେ ଚାପ୍ଟରରେ ଟିକନିକ କରି ପଢିବା। ଏଇ ଚାପ୍ଟରଟି ପ୍ରାୟ ସବୁ ପିଲାଙ୍କୁ ତାର ସାଇଣ୍ଟିଫିକ ନେମ୍, ତାକୁ ଯୋଉ କ୍ଲାସିଫିକେସନ କରାହେଇଛି, ଭାଗ ଭାଗ କରି ପଢା ହେଇଛି, ତାର ନେମ୍ ଯାହା ମନେ ରଖିବା କଷ୍ଟ ହେଇଥାଏ, କିନ୍ତୁ ଆମେ ଏଇ ଭିଡିଓରେ ଆମେ ବହୁତ ଭଲ ଭାବରେ ସହଜ ଭାବରେ ସେଇ ସାଇଣ୍ଟିଫିକ ନାମ ଗୁଡିକୁ ମନେ ରଖିବାକୁ ଚେଷ୍ଟା କରିବା ଆଉ ନିହାତି ମନେ ରହିବ। ଥରେ ଦିଥର ଖାତାରେ ପ୍ରାକ୍ଟିସ ଲେଖିଦେଲେ ନିହାତି ଭାବରେ ମନେ ରହିବ ହେଲା। ତ ଚାଲ ପିଲେ ଷ୍ଟାର୍ଟ କରିବା। ଏଠାରେ ପ୍ରତ୍ୟେକ ଜୀବ, ସେ ପ୍ରାଣୀ ହଉ ବା ଉଦ୍ଭିଦ ହଉ, ଗୋଟିଏ ଅନ୍ୟ ଠାରୁ ଅଲଗା ହେଲା। କିଛି ନା କିଛି ପ୍ରକାରରେ ଗୋଟିଏ ପ୍ରାଣୀ ଅନ୍ୟ ଏକ ପ୍ରାଣୀ ଠାରୁ, ଗୋଟିଏ ଉଦ୍ଭିଦ ଅନ୍ୟ ଏକ ଉଦ୍ଭିଦ ଠାରୁ ସଂରଚନାରେ ବା ଗଠନରେ ଅଲଗା ହୋଇଥାଏ। ଉଦାହରଣ ସ୍ୱରୂପ, ତୁମର ସାଙ୍ଗର କଥା ବିଚାରକୁ ନିଅ। ତୁମ ଠାରୁ ସେ କିପରି ଭିନ୍ନ ଦେଖାଯାଏ? ତୁମ ଦୁହିଁଙ୍କର ଉଚ୍ଚତା ସମାନ କି? ତୁମ ଦୁହିଁଙ୍କର ନାକର ଗଠନ ସମାନ କି? ତୁମର ହାତ ପାପୁଲିର ଆକାର ତୁମ ସାଙ୍ଗର ହାତ ପାପୁଲିର ଆକାର ସମାନ କି? ନିଶ୍ଚିତ ଭାବରେ ଏହାର ଉତ୍ତର ନା ଆସିବ ହେଲା। ତ କାରଣ ପ୍ରତ୍ୟେକ ପ୍ରାଣୀ ନିଜ ନିଜର ଭିନ୍ନ ଭିନ୍ନ ସଂଗଠନ ଶାରୀରିକ ଗଠନରେ ଗଢା ହେଇଛନ୍ତି। ଯେପରିକି ଆମେ ଉଚ୍ଚ କ୍ଲାସକୁ ଗଲେ ଆମେ ଜାଣିବା ଯେ କିପରି ଭାବରେ ଗୋଟେ ଛୁଆ ପାଖକୁ ନିଜ ବାର୍ତ୍ତାବାର୍ତ୍ତାଙ୍କ DNA ଟ୍ରାନ୍ସଫର ହଉଛି, ଯାହା ଦ୍ଵାରା ଛୁଆଟି ଅଧିକାଂଶ ଗୁଣ ପିତାମାତାଙ୍କ ଗୁଣ ଦେଖେଇଲା ପରେ ବି କିଛି ମାତ୍ରାରେ 10% ସେ ବିଭିନ୍ନତା ଦେଖେଇବ ହେଲା। ଏସବୁ ଆମେ ଉଚ୍ଚ କ୍ଲାସ ଗଲେ ପଢିବା ଯେ DNA କଣ, RNA କଣ, ଏ ସବୁ ପଢିବା। ତ ବର୍ତ୍ତମାନ ଆମେ ଦେଖିବା ବିବିଧତା। ହ୍ୱାଟ ଇଜ ଡାଇଭରସିଟି ହେଲା। ବିବିଧତାକୁ ଇଂଲିଶରେ ଡାଇଭରସିଟି ବୋଲି କହୁଛନ୍ତି। ଏଇଟା ପଢିବା ଆଗରୁ ମୁଁ ଚାଲ ଗୋଟେ ଆନିମେସନ ଭିଡିଓ ଦେଖିବା। ତ ଷ୍ଟୁଡେଣ୍ଟ ଏଠି ଦେଖ ଗୋଟେ ଆନିମେସନ ଭିଡିଓ ଚାଲିଛି। ଏଡେ ସମୁଦ୍ର ଭିତରେ କେମିତି ବହୁତ ଗୁଡିଏ ପ୍ଲାଣ୍ଟସ ଆଉ ପ୍ରାଣୀ ମାନେ ଯେମିତିକି ଛୋଟ ଛୋଟ ଫିସ ମାନେ ଭାସୁଛନ୍ତି। ଆଉ ଏଠି ଦେଖ କଣ୍ଟା ଜାତୀୟ ବୁଦା ଗଛ, ଆଉ ଏଠି ସମୁଦ୍ର ଦେଖେଇଛି। ତ ବାୟୋ ଡାଇଭରସିଟି, ବାୟୋ ମିନ୍ସ ଲାଇଫ, ଡାଇଭରସିଟି ମାନେ ବିଭିନ୍ନତା ହେଲା। ଆମ ଜୀବ ଜଗତ ମଧ୍ୟରେ ଯାହା ସବୁ ବିଭିନ୍ନତା ଦେଖାଯାଉଛି ସେଟାକୁ ଜୈବ ବିବିଧତା ବୋଲି କୁହାହଉଛି। ଆର ଡେଫିନେସନ ଆମେ ଆଗକୁ ପଢିବା। ତମେ ଏଇ ଆନିମେସନକୁ ଭଲ ଭାବରେ ଦେଖ। ଦେଖ ସମୁଦ୍ର ଭିତରେ କେମିତି ସାର୍କ ଗୁଡିକ ଭାସୁଛନ୍ତି, ତା ସହିତ ଅନ୍ୟ ଅନ୍ୟ ପ୍ରାଣୀ ମାନେ। ଦେଖ ପ୍ଲାଣ୍ଟରେ ବି ଡାଇଭରସିଟି ଦେଖାଯାଉଛି, ଆଉ ପ୍ରାଣୀ ମାନଙ୍କ ମଧ୍ୟରେ ବି ବିଭିନ୍ନତା ଦେଖାଯାଉଛି। ଏତିକି ହଉଛି ଆମର ଆନିମେସନ ଭିଡିଓ। ସୋ ଷ୍ଟୁଡେଣ୍ଟ ଆନିମେସନ ତମ ମାନଙ୍କୁ କେମିତି ଲାଗିଲା? ଆଉ ଚାଲ ଏବେ ଆମେ ବହି ଭିତରେ କଣ ଦେଇଛି ସେଇଟାକୁ ପଢିବା।
ବର୍ତ୍ତମାନ ଆମେ ଆମକୁ ଓ ଆମ ସାଙ୍ଗକୁ ଯଦି ଗୋଟେ ମାଙ୍କଡ ସହିତ ତୁଳନା କରିବା, ତାହେଲେ ମଣିଷ ଓ ମାଙ୍କଡ ମଧ୍ୟରେ ଗଠନର କିଛି ସାମଞ୍ଜସ୍ୟ ଓ କିଛି ପାର୍ଥକ୍ୟ ରହିଥିବା ଆମେ ଜାଣିପାରିବା। ତେବେ ଆମେ ଆଉ ଆମ ସାଙ୍ଗ ଭିତରେ ରହିଥିବା ସାମଞ୍ଜସ୍ୟ, ଅର୍ଥାତ୍ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଥିବା ସମାନତା ଓ ମନୁଷ୍ୟ ମାଙ୍କଡ ମଧ୍ୟରେ ଥିବା ସାମଞ୍ଜସ୍ୟ ତୁଳନାରେ ଅଧିକା, ହେଲା କି? ହେଲେ ମଣିଷ ମଣିଷ ଯଦି ଆମେ ତୁଳନା କରିବା, ମୁଁ ଆଉ ମୋ ସାଙ୍ଗକୁ ଯଦି ତୁଳନା କରିବି, ନିହାତି ଭାବରେ ଅଧିକ ସାମଞ୍ଜସ୍ୟ ଦେଖାଯିବ। ଆଉ କାହା ତୁଳନାରେ ମନୁଷ୍ୟ ଆଉ ମାଙ୍କଡ ତୁଳନାରେ କମ ଦେଖାଯିବ ବୋଲି କହିଛି। ହେଲା, ତାପରେ ସେହିପରି ଯଦି ଗୋଟିଏ ଗାଈକୁ ଏହି ତୁଳନା ପ୍ରକ୍ରିୟାରେ ଯୋଡିଦେବା, ତେବେ ଦେଖାଯିବ ଯେ ମଣିଷ ଓ ମାଙ୍କଡ ଭିତରେ ଥିବା ସାମଞ୍ଜସ୍ୟ ଗାଈ ତୁଳନାରେ ବେଶ ଅଧିକ। ହେଲା, ମଣିଷ ଓ ମାଙ୍କଡର ସାମଞ୍ଜସ୍ୟ ବା ସମାନତା ଅଧିକା ଦେଖାଯିବ ଗାଈ ଆଉ ମଣିଷ ତୁଳନାରେ, ସାମଞ୍ଜସ୍ୟ ତୁଳନାରେ। ତୁମେ ଦେଶୀ ଗାଈ ଓ ଜର୍ସି ଗାଈର ନାମ ଶୁଣିଛ କି? ନିହାତି ଭାବେ ଶୁଣିଛନ୍ତି, ନାଇଁ? ଦେଶୀ ଗାଈଟିଏ ଜର୍ସି ଗାଈ ଭଳି ଦେଖାଯାଏ କି? ନିହାତି ଭାବରେ ନାହିଁ। ତାଙ୍କର ଗଠନ ବା ଆକାର ଅଲଗା ହେଇଥାଏ। ସମସ୍ତ ଗାଈ ଏକା ଭଳି ଦେଖାଯାଆନ୍ତି କି? ନାହିଁ, ସେମାନଙ୍କର କଲର ଡିଫରେଣ୍ଟ ଥାଏ। କିଏ ବ୍ଲାକ୍ ଥାଏ, କିଏ ହ୍ୱାଇଟ୍ ଥାଏ, କିଏ ବ୍ରାଉନ କଲର ଥାଏ, ହେଲା। ଆମେ ଦେଶୀ ଗାଈର ଗୋଠ ଭିତରେ ଗୋଟେ ଜର୍ସି ଗାଈକୁ ଚିହ୍ନି ପାରିବା କି? ନିହାତି ଭାବରେ ଚିହ୍ନି ପାରିବା। ଦେଶୀ ଗାଈ ଗୋଠ ଭିତରେ ଆମେ ଜର୍ସି ଗାଈକୁ ଚିହ୍ନି ପାରିବା। ଏହି ଚିହ୍ନଟ ପାଇଁ ଆମର ଆଧାର ବା ମାପକାଠି କଣ ହବ? ତ ଆମର ଯୋଉ ଲକ୍ଷଣ ବା କ୍ୟାରେକ୍ଟରିଷ୍ଟିକ, ଜର୍ସି ଗାଈର ଲକ୍ଷଣ କଣ, ଆକାର କେମିତି, ଆଉ ଦେଶୀ ଗାଈର ଲକ୍ଷଣ କଣ, ଆକାର କେମିତି, ଏ ସବୁ ଜାଣିଲେ ହିଁ ଆମେ ଦୁଇ ଗାଈକୁ ଅଲଗା ଅଲଗା ବାଛି ପାରିବା। ଠିକ ଅଛି। କେତେକ ବିଶେଷ ଲକ୍ଷଣ ବା କ୍ୟାରେକ୍ଟରିଷ୍ଟିକ ଦ୍ଵାରା ହିଁ ଆମେ ଦେଶୀ ଗାଈ ଓ ଜର୍ସି ଗାଈକୁ ଏକ ଗୋଷ୍ଠୀଭୁକ୍ତ କରିପାରୁ, ଅଥବା ସେମାନଙ୍କୁ ଅଲଗା ଅଲଗା ବିବେଚନା କରିଥାଉ। ପୃଥିବୀ ପୃଷ୍ଠରେ ଥିବା ଅସଂଖ୍ୟ ଜୀବ ମାନଙ୍କୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏକ ବ୍ୟାକ୍ଟେରିଆର ଆକାର ଅତି ଛୋଟ। ଏହା ଖାଲି ଆଖିରେ ଦେଖାଯାଏ ନାହିଁ। ତେଣୁ ଏହାର ଦୈର୍ଘ୍ୟ ଓ ପ୍ରସ୍ତାକୁ ମାଇକ୍ରୋମିଟର ବା ଦେଖ, ମାଇକ୍ରୋ କୁ ଏମିତି ଲେଖା ହେଇଛି, ମାଇକ୍ରୋମିଟରରେ ପ୍ରକାଶ କରାଯାଏ। 1 ମାଇକ୍ରୋମିଟର ଇକ୍ୱାଲ ଟୁ 10⁻⁻6 ମିଟର। ଏ ଥ୍ୟୋରୀ ଟାକୁ ମନେ ରଖିବ। 1 ମାଇକ୍ରୋମିଟର ଇକ୍ୱାଲ ଟୁ 10⁻⁻6 ମିଟର। କିନ୍ତୁ ତିମି ଓ ରେଡଉଡ୍ ଗଛ ଭଳି ବୃହତ୍କାୟ ଜୀବମାନଙ୍କର ଦୈର୍ଘ୍ୟକୁ ଆମେ ମିଟରରେ ପ୍ରକାଶ କରି ତାହା ଯଥାକ୍ରମେ 30 ଓ 100 ମିଟର ବୋଲି କହିଥାଉ। ଜୀବମାନଙ୍କ ଜୀବନ କାଳରେ ମଧ୍ୟ ବିଶେଷ ଅସମାନତା ଥାଏ, ଯେପରିକି ଶାଗୁଆନ ବା ଟିକ୍ ଗଛ ପ୍ରାୟ 100 ରୁ 150 ବର୍ଷ ବଞ୍ଚୁଥିବା ବେଳେ, କୋଲକାତାର ବଟାନିକାଲ ଗାର୍ଡେନ ଥିବା ବଟବୃକ୍ଷ ପ୍ରାୟ 200 ବର୍ଷରୁ ଅଧିକ ସମୟ ବଞ୍ଚିବାର ପ୍ରମାଣ ରହିଛି। ହେଲା, ଜୀବନ କାଳରେ ମଧ୍ୟ ଆମେ ଡିଫରେନ୍ସ ବା ଅସମାନତା ଦେଖିବାକୁ ପାଇଲେ। ଯେମିତି କି ଏଠି ଉଦାହରଣ ଦେଲା ଯେ ଶାଗୁଆନ ବା ଟିକ୍ ଗଛର ପ୍ରାୟ 100 ରୁ 150 ବର୍ଷ ରହୁଥିବା ବେଳେ, କୋଲକାତାର ବଟାନିକାଲ ଗାର୍ଡେନ ଥିବା ବଟ ବୃକ୍ଷ ପ୍ରାୟ 200 ବର୍ଷରୁ ଅଧିକ ବର୍ଷ ବଞ୍ଚିବାର ପ୍ରମାଣ ରହିଛି। ସେହିପରି ପ୍ରାଣୀ ମାନଙ୍କ କ୍ଷେତ୍ରରେ ମଶା ଭଳି କେତେକ ପତଙ୍ଗର ଆୟୁଷ ମାତ୍ର ଅଳ୍ପ କିଛି ଦିନ ହୋଇଥିବା ବେଳେ, କେତେକ କଇଁଛ ପ୍ରାୟ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିଥାନ୍ତି। ଦେଖିଲ, ପ୍ରାଣୀ ମାନଙ୍କର ଜୀବନ କାଳରେ ମଧ୍ୟ ଡିଫରେନ୍ସ ଦେଖା ହେଲା। ଗୋଟେ ମଶା କିଛି ଦିନ ସପ୍ତାହେ 5 ରୁ 7 ଦିନ ବଞ୍ଚିବା ବେଳେ, ଆମର କଇଁଛ ପ୍ରାୟ 200 ବର୍ଷରୁ ଅଧିକ ବଞ୍ଚିଥାଏ। ତ ଜୀବ ମାନଙ୍କର ଜୀବନ କାଳରେ ତାରତମ୍ୟ ଥିଲା ଭଳି, ସେମାନଙ୍କ ରଙ୍ଗର ବିଭିନ୍ନତା ମଧ୍ୟ ଅନନ୍ୟ। ଯେପରିକି ଶୁଆର ରଙ୍ଗ ସବୁଜ ହେଲା ବେଳେ, ମୟୂର ପୁଚ୍ଛର ରଙ୍ଗ ବେଶ ଆକର୍ଷଣୀୟ ହୋଇଥାଏ। ବାଘର ଶରୀରରେ ଥିବା ପଟା ପଟା ଦାଗର ଅନ୍ୟ ପଟାନ୍ତର ନଥାଏ। ପୁଣି କେଉଁ ଫୁଲ ଗଛରେ ଫୁଲର ରଙ୍ଗ ଲାଲ ତ କାହାର ହଳଦିଆ ଅଥବା ଧଳା କିମ୍ବା ବାଇଗଣୀ,
ହୋଇ ବେରଙ୍ଗର ପ୍ରଜାପତିଙ୍କ ସହିତ ଫୁଲ ବଗିଚାଟିଏ ମଧ୍ୟ ବେଳେ ବେଳେ ଇନ୍ଦ୍ରଧନୁର ବିସ୍ମୟ ରଙ୍ଗ ସୃଷ୍ଟି କରିଥାଏ। ତ ପ୍ରାକୃତିକ ପରିବେଶରେ ଦେଖ ଆମେ ଏବେ ଡେଫିନେସନ ପଢିବା ଯେ ଜୀବ ବିବିଧତା ବା ଜୈବ ବିବିଧତା କାହାକୁ କୁହାଯାଏ। ଯେକୌଣସି ପ୍ରାକୃତିକ ପରିବେଶରେ ପ୍ରକୃତିର ଅନ୍ୟାନ୍ୟ ବିଭିନ୍ନତାକୁ ନେଇ ବିଭିନ୍ନ ପ୍ରକାର ଜୀବ ମାନଙ୍କର ଏକତ୍ର ସହାବସ୍ଥାନକୁ ଜୀବ ବିବିଧତା ବା ଜୈବ ବିବିଧତା ବା ଜୀବ ଜଗତର ବିବିଧତା ବୋଲି କୁହାଯାଏ। ତ ପିଲାମାନେ ଏଇ ଲାଇନ କୁ ଅଣ୍ଡରଲାଇନ କରି ହାଇଲାଇଟ କରିଦିଅ ଯେ ଏ ଲାଇନ ଟା ଆମେ ଯେମିତି ହେଲେ ମନେ ରଖିବା ପରୀକ୍ଷାର ଫାଷ୍ଟ କୋଶ୍ଚିନ୍ ଆମକୁ ପଚାରିବ ଯେ ଜୈବ ବିବିଧତା କାହାକୁ କୁହାଯାଏ ଆର ଡେଫିନେସନ ଲେଖିବାକୁ କହିବ। ଠିକ ଅଛି। ପୃଥିବୀର ପ୍ରତ୍ୟେକ ପ୍ରାକୃତିକ ପରିବେଶ ଯଥା ଜଙ୍ଗଲ, ପାହାଡ, ପର୍ବତ, ନଦୀ, ହ୍ରଦ, ସମୁଦ୍ର, ମରୁଭୂମି ଓ ବରଫାବୃତ ଅଞ୍ଚଳ ଇତ୍ୟାଦିରେ ବସବାସ କରୁଥିବା ଜୀବ ଜଗତରେ ବିବିଧତା ପୂର୍ଣ୍ଣ ମାତ୍ରାରେ ପରିଲକ୍ଷିତ ହୋଇଥାଏ। ପରିବେଶର ପାର୍ଥକ୍ୟ ହେତୁ ଗୋଟିଏ ପ୍ରାକୃତିକ ପରିବେଶରେ ଦେଖାଯାଉଥିବା ଜୀବ ଗୋଷ୍ଠୀର ବିଭିନ୍ନତା ଅନ୍ୟ ପ୍ରାକୃତିକ ପରିବେଶର ଜୀବ ଗୋଷ୍ଠୀ ଠାରୁ ଭିନ୍ନ ହୋଇଥାଏ। ପୃଥିବୀର ସମସ୍ତ ପ୍ରାକୃତିକ ପରିବେଶକୁ ଏକାଠି ନେଇ ବିଚାର କଲେ ଜୀବ ଜଗତର ବିବିଧତା ଯେ କେତେ ବ୍ୟାପକ ତାହା ସହଜରେ ଅନୁମୟ କରିହେବ। ପୃଥିବୀ ପୃଷ୍ଠରେ ଆଜି ଯେଉଁ ଜୈବ ବିବିଧତା ବା ଜୀବ ଜଗତର ବିବିଧତା ଦେଖାଯାଇଛି ତାହା ପ୍ରକୃତରେ କୋଟି କୋଟି ବର୍ଷର ଜୈବ ବିବର୍ତ୍ତନ ରେ ପରିଣତି। ଏହି ସମୟରେ ପୃଥିବୀ ପୃଷ୍ଠରେ କେବଳ ଯେ ଅନେକ ନୂତନ ଜାତିର ଜୀବ ଦେଖା ଦେଇଛନ୍ତି ତାହା ନୁହେଁ ବରଂ ଅନେକ ଜାତିର ଜୀବ ମଧ୍ୟ ବିଲୁପ୍ତ ମଧ୍ୟ ହୋଇଛନ୍ତି। ସେ କଣ କହିଲା ନା ଏଇ ଯୋଉ ପୃଥିବୀ ପୃଷ୍ଠରେ କେବଳ ନୂଆ ନୂଆ ଜୀବ ଜନ୍ମି ନାହାନ୍ତି ତା ବଦଳରେ ବହୁତ ଗୁଡିଏ ଏମିତି ଜୀବ ଅଛନ୍ତି ସେମାନେ ଏବେ ବିଲୁପ୍ତ ହେଇଯାଇଛନ୍ତି ଆଉ ଏ ସଂସାରରେ ବା ପୃଥିବୀରେ ନାହାନ୍ତି। ଯେମିତି କିି ଆମ କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହିତ ପରିବେଶର ଅବକ୍ଷୟ ଜୀବ ବିଲୁପ୍ତିର ମୁଖ୍ୟ କାରଣ ବୋଲି ମନେ ହୁଏ। ପୃଥିବୀରେ ପ୍ରାୟ 15 ଲକ୍ଷରୁ ଅଧିକ ଜାତିର ଜୀବ ଥିବାର ଅନୁମାନ କରାଯାଉଛି। କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଚିହ୍ନଟ କରାଯାଇ ନାହିଁ। ଏପର୍ଯ୍ୟନ୍ତ ଆମର ବୈଜ୍ଞାନିକ ମାନେ ସେଇ ନୂତନ ଜୀବକୁ ନାମକରଣ କରିପାରି ନାହାନ୍ତି। ଜୀବ ମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବାକୁ ହେଲେ ସେମାନଙ୍କ ମଧ୍ୟରେ ଥିବା ସାମଞ୍ଜସ୍ୟ ଓ ପାର୍ଥକ୍ୟକୁ ବିଚାର କରି ଶ୍ରେଣୀ ବିଭାଗ କରାଯାଏ। ବୈଜ୍ଞାନିକ ଭାଷାରେ ଏହି ପଦ୍ଧତିକୁ ଟାକ୍ସୋନୋମି ବା ସିଷ୍ଟମେଟିକ୍ସ ବୋଲି କୁହାଯାଏ। ହେଲା ଜୀବ ମାନଙ୍କ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣିବା ପାଇଁ ଆମେ ସେଇ ଜୀବ ମାନଙ୍କର ଅନ୍ୟ ଏକ ଜୀବ ମାନଙ୍କ ସହିତ ତୁଳନା କରି ସେମାନଙ୍କ ମଧ୍ୟରେ ସାମଞ୍ଜସ୍ୟ ପାର୍ଥକ୍ୟ ଏସବୁକୁ ବିଚାର କରାଯାଏ। ତାପରେ ତାକୁ ବୈଜ୍ଞାନିକ ଭାଷାରେ ତାକୁ ଗୋଟେ ବୈଜ୍ଞାନିକ ନାମ ଦିଆଯାଏ ଯୋଉଟା କି ଟାକ୍ସୋନୋମି ବା ସିଷ୍ଟମେଟିକ୍ସ ସେଇ ପଦ୍ଧତିକୁ କୁହାଯାଏ ହେଲା। ଶ୍ରେଣୀ ବିଭାଗ ଦ୍ଵାରା ବିଭିନ୍ନ ଜୀବକୁ ଚିହ୍ନିବା ସହଜ ହୁଏ। ଜୈବ ବିବିଧତା ସମ୍ବନ୍ଧରେ ଅଧିକ ତଥ୍ୟ ମିଳେ। ଜୀବ ମାନଙ୍କ ମଧ୍ୟରେ ଥିବା ପରସ୍ପର ସମ୍ବନ୍ଧ ବା ରିଲେସନସିପ କଥା ଜାଣି ହୁଏ। ଏବଂ ବିଭିନ୍ନ ଭୌଗୋଳିକ ଅଞ୍ଚଳରେ ଜୀବ ମାନଙ୍କର ବିସ୍ତାର ବିଷୟରେ ମଧ୍ୟ ଜାଣି ହୁଏ। ଏହା ବ୍ୟତୀତ ପରିବେଶ ବିଜ୍ଞାନ ଯେମିତିକି ଇକୋଲୋଜି, କୃଷି ବିଜ୍ଞାନ, ଏଗ୍ରିକଲଚରାଲ ସାଇନ୍ସ, ଜନସ୍ୱାସ୍ଥ୍ୟ ବା ପବ୍ଲିକ ହେଲ୍ଥ ସମ୍ବନ୍ଧୀୟ ଅଧ୍ୟୟନ, ଗବେଷଣା, ପରିଚାଳନା ଓ ପ୍ରୟୋଗ ଇତ୍ୟାଦି ଜୀବ ମାନଙ୍କର ଚିହ୍ନଟ ତଥା ଶ୍ରେଣୀ ବିଭାଗ ବିନା ସମ୍ଭବ ହୋଇନଥାଏ। ତ ଯେକୌଣସି ଜୀବ ମାନଙ୍କୁ ଚିହ୍ନଟ କରିବା ତାର କ୍ଲାସିଫିକେସନ ବା ଶ୍ରେଣୀ ବିଭାଗ କରିବା ନିହାତି ଜରୁରୀ। ଅତଏବ ସେହି ଜୀବ ମାନଙ୍କର ଚିହ୍ନଟ ତଥା ଶ୍ରେଣୀ ବିଭାଗ ବିଷୟରେ ଆଲୋଚନା କରିବା। ବୈଜ୍ଞାନିକ ମାନଙ୍କୁ ନାମକରଣ କରିବାର ବୈଜ୍ଞାନିକ ନାଁ ଦେବାର କାରଣ କଣ? ଆମେ ଗୋଟେ ଲୋକାଲ ନା ଆମ ଏଇଠି ଯାହା ଡାକୁଛେ ଗୋଟେ ପ୍ରାଣୀ କି ସେଇଟା ହୋଲ ୱାରେଲ୍ଡ ରେ କଣ ପାଇଁ ସେଇଟା ଡକା ଯାଉନି ସେଇଟା ଆମେ ଏବେ ପଢିବା ହେଲା। ସ୍ୱିଡେନ ର ସ୍ୱନାମଧନ୍ୟ ବୈଜ୍ଞାନିକ କ୍ୟାରଲୋସ ଲିନେୟସ
ଉଦ୍ଭିଦ ଓ ପ୍ରାଣୀ ମାନଙ୍କର ଆଧୁନିକ ବୈଜ୍ଞାନିକ ନାମକରଣ ଓ ଶ୍ରେଣୀ ବିଭାଗ ପଦ୍ଧତିରେ ଜନକ ବୋଲି କୁହାଯାଏ। ହେଲା ତ ଆଧୁନିକ ବୈଜ୍ଞାନିକର ନାମକରଣ ଓ ଶ୍ରେଣୀ ବିଭାଗ ପଦ୍ଧତିର ଜନକ କିଏ ପଚାରିଲେ ତମେ କଣ ଉତ୍ତର ଦବ ନା କ୍ୟାର୍ଲସ ଲିନିୟସ। କ୍ୟାର୍ଲସ ଲିନିୟସ। ସେ ଏହି ପଦ୍ଧତିକୁ ସିଷ୍ଟେମା ନାଚୁରେ ନାମକ ପୁସ୍ତକରେ ପ୍ରଥମେ ଉପସ୍ଥାପନା କରିଥିଲେ। ଏଇଟା ବି ଇମ୍ପୋର୍ଟାଣ୍ଟ ସର୍ଟ କୋଶ୍ଚିନ୍ ଯେ ସେ କେଉଁ ପୁସ୍ତକରେ ପ୍ରାଣୀ ମାନଙ୍କର ଶ୍ରେଣୀ ବିଭାଗ ଉପରେ ଦର୍ଶେଇଥିଲେ। ତ ତମେ ତାର ଉତ୍ତର ଦବ ସିଷ୍ଟେମା ନାଚୁରେ। ଠିକ ଅଛି। ଲିନିୟସଙ୍କ ଦ୍ଵାରା ଉପସ୍ଥାପିତ ପ୍ରାୟ ସମସ୍ତ ନିୟମ ଆନ୍ତର୍ଜାତିକ ଜୈବିକ ନାମକରଣ ନିୟମାବଳୀ ବା ICBN ଇଣ୍ଟରନ୍ୟାସନାଲ କୋଡ ଅଫ ବାୟୋଲୋଜିକାଲ ନୋମେନକ୍ଲେଚର ଦ୍ଵାରା ଗୃହୀତ ଓ ନିୟନ୍ତ୍ରିତ ହୋଇଛି। ହେଲା ଲିନିୟସଙ୍କ ଦ୍ଵାରା ପ୍ରାୟ ଯାହା ସବୁ ନିୟମ ଦେଇଥିଲେ ସେ ସବୁ ନିୟମାବଳୀ କାହା ଦ୍ଵାରା ଗୃହୀତ ହେଇଥିଲା ନା ICBN ଇଣ୍ଟରନ୍ୟାସନାଲ କୋଡ ଅଫ ବାୟୋଲୋଜିକାଲ ନୋମେନକ୍ଲେଚରଙ୍କ ଦ୍ଵାରା ସ୍ୱୀକୃତି ପ୍ରାପ୍ତ ହେଲେ ସେଇଟାକୁ ଗ୍ରହଣ ଯୋଗ୍ୟ ବୋଲି ମାନାଯିବ। ଆଉ ହୋଲ ୱାର୍ଲଡରେ ଆମେ ସାଇଣ୍ଟିଫିକ ନେମ ରୂପରେ ସେଇ ଗୋଟେ ନାଁକୁ ହିଁ କହିବା। ଠିକ ଅଛି। ଏହି ଶ୍ରେଣୀ ବିଭାଗ ପଦ୍ଧତି ଅନୁସାରେ ସବୁଠାରୁ କ୍ଷୁଦ୍ରତମ ବିଭାଗକୁ ଜାତି ବା ସ୍ପେସିସ ବୋଲି କୁହାଯାଏ। ହେଲା ଯେମିତି ଆମେ ମଣିଷ ମାନଙ୍କୁ ବୈଜ୍ଞାନିକ ନାଁ ଦିଆହଉଛି ହୋମୋସାପିଏନ୍ସ ହେଲା ତ ସାପିଏନ୍ସ ହଉଛି ଆମର ସ୍ପେସିସ ବା ଜାତି। ହୋମୋ ହଉଛି ଜିନସ୍ ହେଲା ତ ଯୋଉ ଶ୍ରେଣୀ ବିଭାଗ ପଦ୍ଧତିରେ ଆମର କ୍ଷୁଦ୍ରତମ ଏକକ କିଏ କହିଲେ ତମେ ଉତ୍ତର ଦବ ଜାତି। ହେଲା ଜାତି ବା ଇଂଲିଶରେ ସ୍ପେସିସ ବୋଲି କହନ୍ତି। ଇଂଲିଶ ୱାର୍ଡ ଯାକୁ ମଧ୍ୟ ପିଲେ ରିଲେଟ କରିଥାଅ। କେବଳ ଓଡିଆ ପଢିଲେ ଯେତେବେଳେ ତମେ +2 ଫାର୍ଷ୍ଟ ଇୟରରେ ସାଇନ୍ସ ନେଇକି ପଢିବ ଏଇ ୱାର୍ଡ ଯାକ ରିଲେଟ କରିପାରିବନି। ଯଦି ତମେ ଇଂଲିଶ ଟା ବି ତା ସାଙ୍ଗରେ ପଢିଥିବ ତ ବହୁତ ଏଇ ସବୁ ଆକା ସେ NCERT ବହିରେ ଥୁଆ ହେଇଛି ହେଲା। କୌଣସି ଏକ ଜାତିରେ ଅନ୍ତର୍ଭୁକ୍ତ ସମସ୍ତ ଜୀବ ସର୍ବତ ଭାବେ ଏକାପରି ଆଗ କାଳରେ ଜୀବ ଜଗତର ଶ୍ରେଣୀ ବିଭାଗ ପାଇଁ ମୁଖ୍ୟତଃ ବାହ୍ୟ ଲକ୍ଷଣ କଥା ବିଚାର କରାଯାଉଥିଲା ହେଲା କିନ୍ତୁ ଆଧୁନିକ ଶ୍ରେଣୀ ବିଭାଗ ପଦ୍ଧତିରେ ଜୀବର ବାହ୍ୟ ଲକ୍ଷଣ ଗୁଡିକ ସହିତ ତାର ଶରୀର କ୍ରିୟା କୋଷ ବିଜ୍ଞାନ ଓ ଭ୍ରୁଣ ତତ୍ଵ ଇତ୍ୟାଦି ବିଷୟ ବିଚାରକୁ ନିଆଯାଏ। କେବଳ ବାହାରୁ ଦେଖିଦେଲେ ଆଉ ତାର କ୍ଲାସିଫିକେସନ କରିଦବା ସେଇଟା ଇମ୍ପୋର୍ଟାଣ୍ଟ ନାହିଁ। ତା ସହିତ ଆମେ ତାର ଶରୀର କ୍ରିୟା କୋଷ ବିଜ୍ଞାନ ତାର DNA କୋଷ ବିଜ୍ଞାନ ଅର୍ଥ ତା ଉପରେ DNA RNA ମାଇଟୋକଣ୍ଡ୍ରିଆ ଏ ସବୁକୁ ବିଚାରକୁ ନେବା ଆଉ ଭ୍ରୁଣ ତତ୍ଵ ହେଲା ମାନେ ଯୋଉ ନୂତନ ଅପତ୍ୟ ସୃଷ୍ଟି କରିବାର ପଦ୍ଧତି କେତେ ପ୍ରକାର କଣ ଏ ସବୁକୁ ଜାଣିଲେ ହିଁ ଆମେ ଗୋଟେ ପ୍ରାଣୀକୁ ଶ୍ରେଣୀ ବିଭାଗ କରିପାରିବା। ଏକ ବା ଏକାଧିକ ଜାତିକୁ ନେଇ ଗୋଟିଏ ପ୍ରଜାତି ବା ଜିନସ୍ ଗଠିତ ହୋଇଥାଏ ହେଲା ପ୍ରଥମେ ଆସିଲା ଆମର ସବୁଠାରୁ କ୍ଷୁଦ୍ର ହଉଛି ଜାତି ବା ସ୍ପେସିସ ବହୁତ ଏକ ବା ଏକାଧିକ ଯଦି ସ୍ପେସିସ ମିଶିଯିବେ ସ୍ପେସିସ ବା ଜାତି ମିଶିଯିବେ ତାକୁ ଗୋଟେ ପ୍ରଜାତି ବା ଜିନସ ବୋଲି କହିବା ଠିକ ଅଛି ଉଦାହରଣ ସ୍ୱରୂପ ସିଂହ ବାଘ କଲରାପତରିଆ ବାଘ ବିରାଡି ଏ ସମସ୍ତ ବିରାଡି ଜାତୀୟ ପ୍ରାଣୀ ବା ଜାତିର ଅନ୍ତର୍ଭୁକ୍ତ। ସେମାନଙ୍କର ନାମ ଯଥାକ୍ରମେ ଫେଲିସ ଲିଓ ଫେଲିସ ଟାଇଗ୍ରିସ ଫେଲିସ ପାରଡସ ଫେଲିସ ଡୋମେଷ୍ଟିକା ସେହିପରି ବରଗଛର ନାମ ଫାଇକସ ବେଙ୍ଗୋଲେନ୍ସିସ ହୋଇଥିବା ବେଳେ ଅସତତ ଗଛର ନାମ ହଉଛି ଫାଇକସ ରିଲିଜିଓସା। ଆଉ ମଣିଷର ବୈଜ୍ଞାନିକ ନାମ ହେଲା ହୋମୋସାପିଏନ୍ସ। ଏ ସବୁ ବୈଜ୍ଞାନିକ ନାମକୁ ପିଲାମାନେ ତମକୁ ମୁଖସ୍ତ କରିବାକୁ ପଡିବ। ଯଦି ମନେ ରହୁନି ଥରେ ଦିଥର ଖାତାରେ ଏ ନାଁକୁ ଲେଖ ଦେନ୍ ଅଟୋମେଟିକ ମନେ ରହିଯିବ। ତ ଷ୍ଟୁଡେଣ୍ଟ ଯଦି ଆମେ ମନେ ରଖିବା ତ ଦେଖ ସିଂହକୁ ଏଇଟେ ଫେଲିସ ଲିଓ ବୋଲି କୁହାଯାଇଛି। ଲିଓ ଅର୍ଥ ଦେଖ ଲାୟନ ରୁ ଆଗେ ଜଣା ପଡୁଛି ୱାର୍ଡ ଟା ଆସିଲା ଭଳିଆ ତ ଲିଓ ଅର୍ଥ ସିଂହକୁ ବୁଝଉଛି ତ ଫେଲିସ ଲିଓ ହେଇଛି। ଆଉ ସେମିତି ବାଘର ସାଇଣ୍ଟିଫିକ ନେମ ହଉଛି ଫେଲିସ ଟାଇଗ୍ରିସ ଆମେ ତ ଟାଇଗର କହୁଛେ ବାଘକୁ ଇଂଲିଶ ରେ ତ ଏଇଟା ଆମେ ଫେଲିସ ଟାଇଗ୍ରିସ ବୋଲି ମନେ ରଖିଦବା ଆରାମସେ ଆଉ ଫେଲିସ ପାଡସ ଚିତା ବାଘକୁ ମେନଲି ଫେଲିସ ପାଡସ ବୋଲି କହୁଛନ୍ତି। So students
ଆମେ ଯୋଉ କଲରାପତରିଆ ବାଘ ବା ଚିତା ବାଘକୁ ଆମେ ଇଂଲିଶରେ ଲିଓପାର୍ଡ ବୋଲି କହୁଛନ୍ତି, ତ ସେଇ ଲିଓପାର୍ଡ ରୁ ହିଁ ଏଇ ଫେଲିସ୍ ପାର୍ଡସ୍ ୱାର୍ଡ ଆସିଛି ହେଲା। ତାପରେ ବିରାଡିର ସାଇଣ୍ଟିଫିକ ନେମ୍ ଦେଇଛି କଣ ନା ଫେଲିସ୍ ଡୋମେଷ୍ଟିକା। ଏଇଟା ତମେ ଟିକେ ମନେ ରଖିବ, ଠିକ ଅଛି। ତାପରେ ସେମିତି ବର ଗଛର ସାଇଣ୍ଟିଫିକ ନେମ୍ କଣ ନା ଫାଇକସ ବେଙ୍ଗାଲେନ୍ସିସ୍। ଫାଇକସ୍ ବେଙ୍ଗାଲେନ୍ସିସ୍ ବର ଗଛର ସାଇଣ୍ଟିଫିକ ନେମ୍। ସେମିତି ଅସତତ ଗଛର କଣ, ଅସତତ ଗଛର ସାଇଣ୍ଟିଫିକ ନେମ୍ ହଉଛି ଫେଲିସ୍ ଫାଇକସ୍ ରିଲିଜିଓସା। ଆଉ ଆମେ ଆଗରୁ ମୁଁ କହିଥିଲି ଯେ ମଣିଷର ସାଇଣ୍ଟିଫିକ ନେମ୍ ହଉଛି ହୋମୋସାପିଏନ୍ସ। ଏଠି ସାପିଏନ୍ସ ହଉଛି ଜାତି ଆଉ ହୋମୋ ହଉଛି କଣ ପ୍ରଜାତି, ଠିକ ଅଛି। ଲିନିୟସଙ୍କ ପ୍ରବର୍ତ୍ତିତ ଦ୍ୱିପଦ ନାମକରଣ ପଦ୍ଧତି ବା ବାଇନୋମିଆଲ ନୋମେନକ୍ଲେଚର ବୋଲି କୁହାଯାଏ ହେଲା। ଏଇ ଯୋଉ ଜିନସ୍ ଆଉ ସ୍ପେସିସ୍ ବୁଝିଲ କି, ପ୍ରଜାତି ଆଉ ଜାତି। ହୋମୋସାପିଏନ୍ସ, ହୋମୋ ହଉଛି ପ୍ରଜାତି, ସାପିଏନ୍ସ ହଉଛି ଜାତି। ତ ଏଇ ଯୋଉ ଦି ପ୍ରକାର ନାମକରଣ ଦିଆ ହେଲା ତାକୁ ଦିପଦ ନାମକରଣ ପଦ୍ଧତିକୁ କଣ କହିଲେ ନା ବାଇନୋମିଆଲ ନୋମେନକ୍ଲେଚର ବୋଲି କୁହାଗଲା। ଏଇ ଯୋଉ ବାଇନୋମିଆଲ ନୋମେନକ୍ଲେଚର କୋଉ ବୈଜ୍ଞାନିକ ଦେଇଥିଲେ, ପରୀକ୍ଷାରେ ପଚାରିବ ନିହାତି ଭାବରେ ତାର ଉତ୍ତର ଲେଖିବ ଲିନିୟସ, କାର୍ଲୋସ ଲିନିୟସ, ଠିକ ଅଛି। ପୂର୍ବରୁ ଦିଆଯାଇଥିବା ଉଦାହରଣ ଗୁଡିକୁ ଦେଖିଲେ ଜଣାଯିବ ଯେ ପ୍ରତ୍ୟେକ ନାମ ଦି ପଦ ବିଶିଷ୍ଟ। ଦୁଇଟି ପଦ ମଧ୍ୟରୁ ଗୋଟେ ପଦ ହଉଛି ପ୍ରଜାତି ଆଉ ଦ୍ଵିତୀୟ ପଦଟି ହଉଛି ଜାତି ବା ସ୍ପେସିସ କୁ ବୁଝାଏ। ପ୍ରଜାତିର ବୈଜ୍ଞାନିକ ନାମଟି ଲାଟିନ ଶବ୍ଦରୁ ଆନିତ। ଦେଖ କିନ୍ତୁ ଜାତିସୂଚକ ନାମଟି ସାଧାରଣତଃ ଉକ୍ତ ଜାତିଟିର ବାସସ୍ଥାନ ଅଥବା ଜୀବଟି ବିଷୟରେ ପ୍ରାଥମିକ ବର୍ଣ୍ଣନା ଦେଇଥିବା ବୈଜ୍ଞାନିକଙ୍କ ନାମ କିମ୍ବା ଜୀବର ଶାରୀରିକ ବିଶେଷତ୍ବ ଉପରେ ପର୍ଯ୍ୟବେସିତ। ତ କଣ କହିଲା ଏଠି ନା ଯୋଉ ଦିଟା ପଦ ଦେଲା ପ୍ରଜାତି ଯୋଉ ଜିନସ୍ ସେଇଟା ହଉଛି ଆମର ଲାଟିନ ଶବ୍ଦରୁ ଆସିଛି, କିନ୍ତୁ ଜାତି ଶବ୍ଦଟି ଯୋଉ ସାପିଏନ୍ସ ସ୍ପେସିସ୍ ୱାର୍ଡ ଟା ସେଇଟା ଆମର ସେଇ ଜୀବଟିର ବାସସ୍ଥାନ କେମିତି, ସେ ଜୀବଟି କୋଉ ବୈଜ୍ଞାନିକଙ୍କ ଦ୍ଵାରା ଆବିଷ୍କାର ହେଇଥିଲା, ସେ ସବୁକୁ ଲକ୍ଷ୍ୟ କରିକି ଆମେ ଜାତି ନାମକରଣ କରିଥାଉ। କିନ୍ତୁ ପ୍ରଜାତି ଟା ହଉଛି ଆମର ଲାଟିନ ଶବ୍ଦରୁ ଆନିତ, ଠିକ ଅଛି। ଦ୍ୱିପଦୀ ନାମ ଗୁଡିକ ଇଂରେଜୀ ଅକ୍ଷର ଲେଖିଲା ବେଳେ ପ୍ରଜାତି ଓ ଜାତି ପଦର ତଳେ ପୃଥକ ଭାବେ ରେଖାଙ୍କନ କରିବାକୁ ପଡେ। କିମ୍ବା ପ୍ରାଥମିକ ଇଟାଲୀୟ ହସ୍ତଲିପି ଭଳି ବକ୍ର ଅକ୍ଷରରେ ଲେଖାଯାଏ ହେଲା। ଯଦି ଆମେ ପୃଥକ ଭାବରେ ଲେଖିବା ଗୋଟେ ୱାର୍ଡ କୁ, ମନେକର ହୋମୋସାପିଏନ୍ସ ଲେଖୁଛେ ତ ଲେଖିଲା ପରେ ଆମେ ତା ତଳେ ଅଣ୍ଡରଲାଇନ କରିବା, ଏଠି କହିଲା ନା ରେଖାଙ୍କନ କରିବାକୁ ପଡେ। ପୃଥକ ଭାବରେ ଯଦି ଲେଖିବା ଜାତିର ପଦ ତଳେ ପ୍ରଜାତି ଓ ପ୍ରଜାତି ଉଭୟର ପଦର ତଳେ ଆମକୁ ରେଖାଙ୍କନ କରିବାକୁ ପଡେ ହେଲା। ପ୍ରାଥମିକ ଇଟାଲୀୟ ହସ୍ତଲିପି ଭଳି ବକ୍ର ଅକ୍ଷରରେ ଲେଖାଯାଏ। ପୁଣି ପ୍ରଜାତିର ପ୍ରଥମ ଅକ୍ଷରଟି କ୍ୟାପିଟାଲ ଲେଟର ହୋଇଥିବା ବେଳେ ପ୍ରଥମ ଅକ୍ଷରଟି ଜାତିର ପ୍ରଥମ ଅକ୍ଷର ସାନ ଲିପି ବା ସ୍ମଲ ଲେଟର ହୋଇଥାଏ ହେଲା। ମନେକର ମୁଁ ଏଠି ଏକ୍ସାମ୍ପଲ ଦଉଛି ଦେଖ, ହୋମୋସାପିଏନ୍ସ, ଦେଖ ଏଇଟା ହୋମୋ ହଉଛି ଆମର କଣ ଜିନସ୍ ବା ପ୍ରଜାତି। ମୁଁ ପ୍ରଥମ ଲେଟର କଣ ନେଲି କ୍ୟାପିଟାଲ ନେଲି, ହୋମୋସାପିଏନ୍ସ। ସାପିଏନ୍ସ ୱାର୍ଡ ଟା କେମିତି କଣ ଲେଖିବା, ସ୍ମଲ ଲେଟରରେ ଲେଖିବା। ଆଉ ଲେଖିଲା ପରେ ଆମେ ସେପାରେଟଲି ଅଣ୍ଡରଲାଇନ କରିବାକୁ ଭୁଲିବାନି ହେଲା। ଆଉ ଯଦି ଲେଖୁଛେ ଇଟାଲୀରେ ଯଦି ଲେଖୁଛେ ଯୋଉ ବଙ୍କେଇ ବଙ୍କେଇ ଏମିତି ବଙ୍କେଇକି ଲେଖା ହଉନି ଇଟାଲୀ ଅକ୍ଷର ଯାଏ
ଟିକେ क्रॉस थाउची हैला जदि एमती क्रॉस रे लिखुचे तो किसी असुविधा नहीं किंतु जदि आमे एमती सीधा लिखिबा ताहले प्रथमटा कैपिटल हेतिबो ताहले आउ जो जातिटा हमरो स्मॉल लेटर रे स्टार्ट हेतियो हैला तापर देखो श्रेणी विभाग आधार बेसिस ऑफ क्लासिफिकेशन